ପିଲାମାନେ ବାପା ମାଙ୍କୁ କେବେ ଅଣହେଳା କରନ୍ତୁ ନାହିଁ, କାରଣ ଯେହେତୁ ସେମାନେ ବୃଦ୍ଧ କାଳରେ ତୁମମାନଙ୍କୁ ଆଶ୍ରାବାଡ଼ି ଭଳି ଭାବି ବଞ୍ଚିଛନ୍ତି, ସେତେବେଳକୁ ତାଙ୍କର ଶକ୍ତି ନଥାଏ ବୋଲି ସେମାନେ ତାଙ୍କ ସନ୍ତାନ ଉପରେ କେତେ ଆଶା ବିଶ୍ୱାସ ଭରସା ରଖିଥାନ୍ତି। ତେଣୁ ବୃଦ୍ଧ କାଳରେ ତାଙ୍କ ସହିତ ଅପବ୍ୟବହାର କି ଅଲୋଡ଼ା ଭାବି ତାଙ୍କୁ ଅଦରକାରୀ ଭାବି ଏଭଳି ବ୍ୟବହାର କରନ୍ତୁ ନାହିଁ। ଯେହେତୁ ତୁମର ସେ ବାପା ମା ଜନ୍ମଦାତା, ତେଣୁ ସେମାନେ ଆଉ କେତେ ଦିନ ଏ ଦୁନିଆରେ ରହିବେ। ଯାହା ତୁମେ କରିବ ତାହା ହିଁ ତୁମେ ପାଇବ, ଏକଥା କେବେ ଭୁଲିଯିବନି। ଯାହା ତୁମେ କରିଛ ସେ କଥା ତୁମ ସନ୍ତାନ ଠାରୁ ତୁମେ ତା ପରେ ପାଇଯିବ। ସେତେବେଳକୁ ତୁମେ ଭାବିନଥିବ ଯେ ଏଇଆ କରିଥିଲି ବୋଲି ତାହା ଆଜି ମୋତେ ମିଳୁଛି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ଯାହା କରିବ ତାହା ପାଇବ, ଯାହା ବୁଣିବ ତାହା କାଟିବ।